ସେଇଟା ତ ମୁଁ ଅନ୍ଧାରରେ ଅଛି, ସନ୍ଦେହରେ ଅଛି। କିଡନାପ କଥାଟା ମୋର ନାଟକ ଏ ବର୍ଷ ହବାର ଥିଲା କିଡନାପ। ସେ ରଙ୍ଗମହଲରେ ନାଟକଟେ କରିବାର ଥିଲା କିଡନାପ, ତା ନାଁ ବଦଳି କରାଗଲା, ଆଉ ଗୋଟେ ଗପ ବଦଳିଲା, ବାବୁନାର ବୋଉ ହେଉଛି। କିନ୍ତୁ କିଡନାପ ମୁଁ ଭାବିଲି ସେ ନାଟକଟା ମୋର ହେଇପାରିଲାନି କିଡନାପ ନାଟକଟା ବୋଲି। ମୁଁ କିଡନାପ ବୋଲି ଗୋଟେ ନାଟକ ଭଳିଆ ପ୍ରଚାର ହେଲା, ସେ କଥା ହେଲା ଗୋଟେ। କିନ୍ତୁ ମୁଁ ଜାଣିନି ସୋର୍ସଟା କ'ଣ, କୋଉଠୁ ଆସିଛି ବୋଲି। ଫେରାର ଶବ୍ଦଟା ତାପରେ ହେଉଛି ବାଉଁଶ, ଯେ ଆପଣଙ୍କୁ କିଡନାପ କରାଗଲା, ଆପଣଙ୍କ ପଛରେ 4ଟା ବାଉଁଶର ଲାଗିଛନ୍ତି ହୋଟେଲଠୁ ଆଖଡ଼ା ପର୍ଯ୍ୟନ୍ତ। ମୋ ସାଙ୍ଗରେ ହୋଟେଲଠୁ ଆଖଡ଼ା ପର୍ଯ୍ୟନ୍ତ ସୁରେଶ ପଣ୍ଡା ଆସୁଥିଲେ। ସେ ଯଦି ବାଉଁଶର ଭଳି ଦେଖାଯାଉଛନ୍ତି ମୋର କହିବାର ନାହିଁ। ସେ ଅବଶ୍ୟ ସେ ଡେଙ୍ଗା ଟିକେ ସୁରେଶ ପଣ୍ଡା ହିରୋ। ହଁ ଫାଇନାଲ ମୋ ସାଙ୍ଗରେ ଏସବୁ ବି ମିଡିଆ ବି ଆପଣଙ୍କ ଚତୁର୍ପାର୍ଶ୍ୱରେ 4ଟା ବାଉଁଶର ଅଛି, କୋଉଠି କିଏ ପାଇନାହାନ୍ତି, କିନ୍ତୁ ପ୍ରଚାର ହେଲା ଯେ ଆପଣ ବାଉଁଶର 4 ସେ ଯିଏ ପ୍ରଚାର କଲେ ତାଙ୍କୁ ଧନ୍ୟବାଦ। ମୁଁ ଜାଣି ନାହିଁ, ପ୍ରାକ୍ଟିକାଲି ମୁଁ ଜାଣି ନାହିଁ। ଆପଣ ଆହୁରି ଅଫା ଲୁଚଉଛନ୍ତି। ନାଇଁ ନାଇଁ, ମୁଁ କିଛି ଲୁଚୁଆ ନାହିଁ। ନାଇଁ ମୁଁ ଜାଣି ନାହିଁ, ବାଉଁଶର କଥାଟା ମୁଁ ଜାଣି ନାହିଁ। ପ୍ରାକ୍ଟିକାଲି ଯିଏ ବଦନାମ କରୁଛନ୍ତି ସେ ଭଲ କରିଛନ୍ତି। ଯେ ସବୁବେଳେ ସୁନାମ ପାଇଲେ କ'ଣ ହବ, ଟିକେ ମଝିରେ ମଝିରେ ବଦନାମ ହେଲେ ଆମ ଘର ଲୋକ ମାନେ ମୋ ଝିଅ ମୋତେ ଫୋନ୍ କଲା, ବଡ଼ ଝିଅ, ଯେ ଏମିତି କ'ଣ ଏମିତି ହେଉଛି, ତୁମେ କାହିଁ ଏମିତି କ'ଣ କଥା କର। ସମସ୍ତେ ଟିକେ ଘରେ ବ୍ୟସ୍ତ ହେଲେ, ସାଙ୍ଗମାନେ ବ୍ୟସ୍ତ ହେଲେ। ମୋର ଗୋଟେ ସାଙ୍ଗ ଆମେରିକାରେ ଅଛି, ସେ ବ୍ୟସ୍ତ ହେଇ ଫୋନ୍ କଲା। ସମସ୍ତେ ବ୍ୟସ୍ତ ହେଲେ ଯେ କ'ଣ କିଡନାପ, କ'ଣ ବାଉଁଶର, କ'ଣ କଥା, ତୁମେ ତ କୁହାଳିଆ ଲୋକ, ଆଗରେ କୁହ ଏମିତି କ'ଣ ହେଲା। ମୁଁ କହିଲି ନା ନା, ସେମିତି କିଛି ନାହିଁ, ଏଇଟା ଗୋଟେ ପ୍ରଚାର ପ୍ରସାର ହେଲା। ମୋତେ ଲାଗୁଛି ଏଇଟା ଇଚ୍ଛା ଥିଲା ଭଗବାନଙ୍କର, ଆପଣମାନଙ୍କ ସଦିଚ୍ଛା ଥିଲା, ଆପଣମାନେ ପ୍ରଚାର କଲେ, ମୋତେ ଚର୍ଚ୍ଚାରେ ରଖିଲେ। ମାଲିକମାନେ ସହଯୋଗ କରି ଉମା ଗଠନ କରିନଥିଲେ। ଉମା ତାର ଗଠନ ହେଇଥିଲା, ମାଲିକ ସଂଘ ଆଗରୁ ଥିଲା, ପୁଣି ତାଙ୍କର ବ୍ୟବସ୍ଥିତ କଲେ ବା ପୁନର୍ଜୀବିତ କଲେ। ଉମା ଆଗରୁ ଥିଲା, ଉମାକୁ ମାଲିକ ସଂଘ ଗଠନ କରିନାହାନ୍ତି, କେହି ଗଠନ କରିନାହାନ୍ତି। ଉମା ତାର ସ୍ୱୟଂ ଗଠନ ହେଇଛି, ଉମା ଥିଲା, ଗଠନ ହେଲା, ଅଛି, ରହିବ। ଆଜ୍ଞା, ଜଣେ ପ୍ରଯୋଜକ କହିଥିଲେ, ଆମ ପ୍ରଯୋଜକ କିଛିଟା ପ୍ରଯୋଜକ ଅଛନ୍ତି ଚକ୍ରବିଲ ପଛରେ ଖେଳ କରୁଛନ୍ତି, ସେ ଆପଣଙ୍କ କେମିତି କଲେ? ନାଇଁ ମୁଁ ଜାଣିନି, ପ୍ରଯୋଜକ ଚକ୍ରବିଲା କହିଥିଲେ କିନ୍ତୁ ଶୁଣିନି, ଦେଖିନି ପ୍ରାକ୍ଟିକାଲି। ଯେ ଯଦି କହିଛନ୍ତି ସେ ତାଙ୍କ ଏଇ ଯେମିତି ଟିକେ ପୂର୍ବରୁ ପ୍ରଶ୍ନ ପଚାରୁଥିଲେ ଆପଣମାନେ, ଯେ ଆ ପଛରେ ଆପଣମାନଙ୍କ ଭିତରେ କିଏ ଅଛି ଯେ ଚିଠିଟାକୁ ଭାଇରାଲ କଲା, ସେମିତି ଯଦି କିଏ ଚତୁର ଥିବେ ତାଙ୍କ ଭିତରେ କଥା ହେଉଥିବେ, ଚତୁର ଥିବେ ଯଦି ସେମାନେ ଅନୁଭବ କରିଥିବେ, କହିଲେ। ବିନା ଅନୁଭବରେ ତ ମଣିଷ କଥା କହିଲେ। ପ୍ରେସିଡେଣ୍ଟଙ୍କ ପାଖକୁ ଆସିଲା, ଆଉ ଦେବା ଲୋକ ଜଣେ, ତ ଭାଇରାଲ ହେଲା କେଉଁଠି? କାରଣ ପ୍ରେସିଡେଣ୍ଟ କହୁଛନ୍ତି ଆମେ ସେ ଯଦି ଭୁଲରେ କିଏ ସେଣ୍ଡ କରୁ କରୁ କୌଣସି ମିଡ଼ିଆ ଭାଇଙ୍କ ପାଖକୁ ସେଣ୍ଡ କରିଦେଇଥିବେ, ତାପରେ ସେଟା ପଳେଇଥିବ, ମୁଁ ଆଉ କହିପାରିବି। ଯଦି ଯାଇଥିବ ମୁଁ ଆଉ କହିପାରିବି କି? ଯିଏ ପଠେଇବେ ଲୋକ ସିଏ କହିବେ ନା। ଜେରକ୍ସ ହ୍ୱାଟ୍ସଆପ୍ରେ ଆସିଛି। ସାର୍ ଆଉ ଗୋଟେ କଥା, ଆପଣ ସବୁବେଳେ କହନ୍ତି ଆପଣ ଯଦି ମୁହଁ ଖୋଲିବେ ଯାତ୍ରା ଇଣ୍ଡଷ୍ଟ୍ରି ବନ୍ଦ ହେଇଯିବ। ଏଇ ଗୋଟେ ଦିନରେ ଆପଣଙ୍କ ମୋର ସାକ୍ଷାତ ହେଲା, ଆଜି କ'ଣ ସବୁ ସାରିବା କି? ପଛକୁ ପଛ କରିବା ନା। ଆପଣମାନଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଏଣୁ ଆପଣ ଯେ ଆମର ଯାତ୍ରା ରିହର୍ସାଲ ସରିଲା ପରେ ଆମେ ଗୋଟେ ଲଙ୍ଗ ରନ୍ରେ ଗୋଟେ କଥା ହେବା, ଯାତ୍ରା ସମୁଦାୟ ମଙ୍ଗଳ। ନାଇଁ ସେମିତି କଥା ମୁଁ କହିନି, ଯେ ମୁଁ କହିଲି ମୁହଁ ଖୋଲିଲେ ଯାତ୍ରା ବନ୍ଦ ହେଇପାରେ। ଯେ ପ୍ରାକ୍ଟିକାଲି ଆପଣମାନେ ଭାବନ୍ତୁ ଯେ ଯାତ୍ରା ଯେମିତି ଗୋଟେ ଅବ୍ୟବସ୍ଥିତ କଥା, ଯଦି ବ୍ୟବସ୍ଥିତ ଥରେ ହେବ ତାହେଲେ କେହି ହଲିବେନି। ଏଣୁ ବ୍ୟବସ୍ଥିତ ନ କରିଦେବା ପାଇଁ ଯେଉଁମାନେ ଚାହୁଁଛନ୍ତି ସେମାନଙ୍କ ପାଖରେ କଥାଟି ଅଛି। ଆମେ ଯଦି ସମସ୍ତେ ଚାହିଁବା ଥରେ ବ୍ୟବସ୍ଥିତ କରିବା ପାଇଁ, ତାହେଲେ ସୁନ୍ଦର ଭାବରେ ଯାତ୍ରାଟି ଚାଲିବ ଏବଂ ବହୁତ ଦିନ ବଞ୍ଚିବ। ତାଙ୍କ ସ୍ୱାର୍ଥରେ ବାଧା ଆସିବ। ଆପଣମାନେ ମୋତେ ଲୁଚେଇକି ଯଦି 50 ଲକ୍ଷ ଟଙ୍କା ଦେବେ, ଯେଉଁଦିନ ମୁଁ ପବ୍ଲିକରେ କହି 50 ଲକ୍ଷ ନେଉଛି, ମୋତେ ଟ୍ୟାକ୍ସ ଦେବାକୁ ପଡ଼ିବ। ମୁଁ ଟ୍ୟାକ୍ସ ଦେବାକୁ ଚାହେଁ ନାହିଁ। ମୁଁ ଦେଶର ଶୃଙ୍ଖଳିତ ନାଗରିକ ନୁହଁ। ମାଲିକ ଦେବାକୁ ଚାହାନ୍ତି ନାହିଁ ବୋଧେ। ଯଦି ମାଲିକ, ଅନେକ ମାଲିକ ଅଛନ୍ତି ଦେଉଛନ୍ତି, ପେନ୍ ଆଣ୍ଡ ପେପର ଦେଉଛନ୍ତି ମାଲିକ। ଏଣୁ ସବୁ କଥା ବ୍ୟବସ୍ଥିତ ହେଲେ ଯାତ୍ରା ଟାଇଟ୍ ହେଇଯିବ। ଆପଣ ନିହାତି ଯାତ୍ରା ଗୋଟେ 200 ବର୍ଷର ପରମ୍ପରା। ଯାତ୍ରା କୌଣସି ପ୍ରଯୋଜକଙ୍କର ନୁହଁ, ଯାତ୍ରା କୌଣସି ମାଷ୍ଟର ନୁହଁ, ଯାତ୍ରା କୌଣସି କଳାକାର ନୁହଁ, ଯାତ୍ରା ଓଡ଼ିଶାର ପାଣି ପବନରେ ପର୍ବପର୍ବାଣୀକୁ ନେଇ ଯାତ୍ରା ମନୋରଞ୍ଜନ ମୁଖ୍ୟ ମାଧ୍ୟମ। ଯାତ୍ରାକୁ ଏମାନେ ତିଆରି କରିନାହାନ୍ତି। ଆମେ ପିଲାବେଳଠୁ ଯାତ୍ରା ଦେଖୁଥିଲୁ। ଆଜି ଯାତ୍ରା ସବୁ ବଦଳିଛି, କିନ୍ତୁ ଯାତ୍ରା ଯାହା ବଦଳିବା କଥା ବଦଳି ପାରିନି। ଯଦି ମୁଁ ଗୋଟେ ଦାମୀ ଗାଡ଼ି ଚଢ଼ିବି, ତାହେଲେ ସେ ଗାଡ଼ିଟି କେଉଁଠି ସର୍ଭିସିଂ ହେବ, ମୁଁ କେଉଁଠି କିଣିଲି, ତାର ଟେକ୍ନୋଲୋଜି କ'ଣ, ସବୁ କଥା ଉପରେ ମୋର ବେସିକ୍ ନଲେଜ୍ ରହିବ। ସେଇ କଥା ନାହିଁ ଯାତ୍ରାପାଟି କରିବା, ଗୋଟେ ଟେଣ୍ଟ କରିବା, ଲୋକ ଆସିକି ନାଚିବେ, ସେଇଟା ନୁହଁ। କ'ଣ ନାଟକ ହେଉଛି, ଆପଣ ଏପଟେ ଖୋଜୁଛନ୍ତି ଭଲ ନାଟକ, ସେପଟେ 7 ଦିନ ନାଟକ କର, କେମିତି ହେବ? ଏପଟେ ଖୋଜୁଛନ୍ତି ଭଲ ନାଟକ, ଯଦି 7 ଦିନ ନାଟକ ଜଣେ କରିବ, ସେ ତାର ପୁରୁଣା ନାଟକଟେ ଆଣି ଉତାରି ଦେବ, ନୂଆ ନାଟକ କରିବ ନାହିଁ। ନୂଆ କାହାଣୀଟେ ତିଆରି କରି ନାଟକଟେ କରିବା ପାଇଁ 6 ମାସ ସମୟ ଲାଗିବ।
जदि परीक्षा निरीक्षा हुए गोटे नाटक तैयारी करने 6 मास मिनिमम लगे साधारण आखड़ा 15 दिन हो पारे तो तैयारी होगा 6 मास लगे साधारण घंटिकिया ड्रामाटा 1.5 मास नउछन्ती ना खाली ड्रामा नुहति आपण कही गोटे चरित्र तैयारी करने जमी नाटकर आरंभ शेष अच्छी गोटे चरित्र आरंभ शेष अच्छी जनक क्राइटेरिएसन हम से कौन पिंधाठू आरंभ कर केमी कथा कह तार नेचर कौन रब कथा तैयारी नाटक या 6 मास समय लगे गोटे नाटक तैयारी कले बोधे वर्ष पाई मुझे 4टा नाटक केमी करी 4टा नाटक करी नुआ नाट्यकार तैयारी हूँ नुआ निर्देशक तैयारी हूँ एवं नाटक भल करने अनुकूल परिवेश आरंभ कर समस्त मानसिकता भल मु निर्देशन दूसरी 3टी नाटक चंडाशोक आरंभ है आज्ञा हरवारी को किडनैप ये नाटक देखा में कैसे लगे हरवाड़ी किडनैप तो राति राति होगा नाटकटी आ से नाटकटी सुंदर भाव से नाटकटी दीर्घ दिन चलो ଯାତ୍ରା ଆଖଡ଼ା ଯୋଉ ବାହାରୁଛନ୍ତି ଏବେ ଫାଇନାଲ ରିହର୍ସାଲ ସରିଛି ପ୍ରାୟ ବାହାରିବେ ତା ଭିତରେ ଯାତ୍ରା ଯୋଉ ପାଲା ଚାଲିଛି ବନ୍ଦ ହବ ନା ବନ୍ଦ ହବ बंद हेनी यात्रार समस्या बंद हम ना ये बंद हम ना जे समस्या को स्थायी भाव में समाधान करने हुए तो कौटी मानसिकता कम अच्छी यदि समस्त मानसिकता रहा सहज भाव सरल भाव में समाधान हो जाए କେମିତି ହବ ଚିତ୍ର ଭାଇରାଲ ହେଇଯିବ से तो कथा मुझे मुझे मानसिकता रही तो हम यदि मानसिकता न रही केमती हम ना स्टोरी अलग अलग से कहानी अलग ये कहानी अलग से किडनैपटा सुंदर भाव में कहानी ये किडनैप तो मुझे ये बस किडनैप खलनायकटा मोर तार नायक थिला किडनैप रे जे खलनायक जहाँ लोक कहते सी हिरो थिला प्रैक्टिकल तारी ऊपर नाटक थिला ଆପଣଙ୍କ ସମୟରେ ବିବାଦ ଅଛି